ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର। ଛାତ୍ରୀଙ୍କୁ 20,000 ଓ ଛାତ୍ରମାନଙ୍କୁ 10,000 ଟଙ୍କା ଦେବେ ସରକାର। ଜାଣନ୍ତୁ କେବେ ଓ କେମିତି ପାଇବେ ଛାତ୍ରବୃତ୍ତି। ଯଦି ଆପଣ +2 ପଢ଼ୁଛନ୍ତି ବା +2 ପାସ୍ ହୋଇସାରିଛନ୍ତି, ତାହେଲେ ଆପଣଙ୍କ ପାଇଁ ଏହା ହେଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର। ଉଚ୍ଚଶିକ୍ଷା ପାଇଁ ଆପଣ ମାଗଣା ଛାତ୍ରବୃତ୍ତି ପାଇବେ। ଅନେକ ଥର ଆର୍ଥିକ ପ୍ରତିବନ୍ଧ ହେତୁ ଛାତ୍ରମାନେ ଦ୍ୱାଦଶ ପରେ ଅଧିକ ଅଧ୍ୟୟନ ଜାରି ରଖିବାରେ ସକ୍ଷମ ହୁଅନ୍ତି ନାହିଁ। କାରଣ ଉଚ୍ଚଶିକ୍ଷା ଟିକେ ମହଙ୍ଗା ଓ ସେମାନଙ୍କ ପରିବାର ପାଇଁ ଏହି ଖର୍ଚ୍ଚ ବହନ କରିବାକୁ ସକ୍ଷମ ହୁଅନ୍ତି ନାହିଁ। ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଏପରି ଏକ ଷ୍ଟାର୍ଟଅପ୍ ଅଛି ଯାହା ଏଥିରେ ସେମାନଙ୍କୁ ସାହାଯ୍ୟ କରିବ। ସେଥିପାଇଁ ଏଠାରେ ଆମେ ଆପଣଙ୍କୁ ଦ୍ୱାଦଶ ପରେ ବେଷ୍ଟ 4ଟି ଛାତ୍ରବୃତ୍ତି ବିଷୟରେ ସୂଚନା ଦେବୁ, ଯାହାକୁ ଆପଣ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଛାତ୍ରବୃତ୍ତିର କେନ୍ଦ୍ରୀୟ କ୍ଷେତ୍ର ଯୋଜନା। ବିଜ୍ଞାନ, କଳା ଓ ବାଣିଜ୍ୟ କରୁଥିବା ଛାତ୍ରମାନଙ୍କ ପାଇଁ କେନ୍ଦ୍ର ସରକାର ସ୍କଲାରସିପ୍ ସ୍କିମ୍ ଚଳାଉଛନ୍ତି, ଯେଉଁଥିପାଇଁ ଆପଣଙ୍କୁ ଜାତୀୟ ସ୍କଲାରସିପ୍ ପୋର୍ଟାଲ ପରିଦର୍ଶନ କରିବାକୁ ପଡ଼ିବ। ଏହି ଛାତ୍ରବୃତ୍ତିରେ ପ୍ରତିବର୍ଷ 82,000 ଛାତ୍ରଛାତ୍ରୀଙ୍କୁ ଲାଭ ମିଳିଥାଏ, ଯେଉଁଥିରେ ପ୍ରତିବର୍ଷ ଗ୍ରାଜୁଏସନ୍ ଛାତ୍ରମାନଙ୍କୁ 10,000 ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ 20,000 ଟଙ୍କା ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ସ୍କଲାରସିପ୍ ଯୋଜନା। ପ୍ରଧାନମନ୍ତ୍ରୀ ସ୍କଲାରସିପ୍ ସ୍କିମ୍ ଏହିପରି ଛାତ୍ରମାନଙ୍କୁ ସୁଯୋଗ ଦେଇଥାଏ, ଯେଉଁମାନେ ଦେଶ ସେବା କରିବାକୁ ଚାହୁଁଛନ୍ତି ଓ ସେବାରେ ଯୋଗ ଦେବାକୁ ଚାହୁଁଛନ୍ତି, କିନ୍ତୁ ଏଥିପାଇଁ ସେମାନଙ୍କର ଦ୍ୱାଦଶ 75% ମାର୍କ ରହିବା ଉଚିତ। ଏହି ଯୋଜନା ଅଧୀନରେ ସେମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପାଇଁ 4ରୁ 5 ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ 20,000 ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ସ୍କଲାରସିପ୍ ଯୋଜନା। ପ୍ରଧାନମନ୍ତ୍ରୀ ସ୍କଲାରସିପ୍ ସ୍କିମ୍ ଏହିପରି ଛାତ୍ରମାନଙ୍କୁ ସୁଯୋଗ ଦେଇଥାଏ, ଯେଉଁମାନେ ଦେଶ ସେବା କରିବାକୁ ଚାହୁଁଛନ୍ତି ଓ ସେବାରେ ଯୋଗ ଦେବାକୁ ଚାହୁଁଛନ୍ତି, କିନ୍ତୁ ଏଥିପାଇଁ ସେମାନଙ୍କର ଦ୍ୱାଦଶ 75% ମାର୍କ ରହିବା ଉଚିତ। ଏହି ଯୋଜନା ଅଧୀନରେ ସେମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପାଇଁ 4ରୁ 5 ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ 20,000 ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା। ସେହି ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ କିଶୋର ବୈଜ୍ଞାନିକ ଯୋଜନା ଗୁରୁତ୍ୱପୂର୍ଣ୍ଣ, ଯେଉଁମାନେ ଦ୍ୱାଦଶ ପାସ୍ କରିବା ପରେ ବିଜ୍ଞାନ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ଏବଂ BSc କରି ଅଧିକ ଅଧ୍ୟୟନ ଜାରି ରଖିବାକୁ ଚାହୁଁଛନ୍ତି। ଏଥିରେ ଭାଗ ନେବାକୁ ଛାତ୍ରଙ୍କୁ ଏକ ପରୀକ୍ଷା ଦେବାକୁ ପଡ଼ିବ, ଯେଉଁଥିରେ ଛାତ୍ର ଅତି କମ୍ରେ 75% ମାର୍କ ଥିବା ଆବଶ୍ୟକ। ପ୍ରତିବର୍ଷ 1,000 ଛାତ୍ରଙ୍କୁ ଏହି ଯୋଜନାରୁ ଉପକୃତ ହେଉଛନ୍ତି।